ଦେଖନ୍ତୁ ବିଜୁ ଜନତା ଦଳ ଗୋଟେ ଦେବାଳିଆ ହେଇସାରିଥିବା ଦଳ ଏବଂ ବିଜୁ ଜନତା ଦଳ ନିଜେ ଯୋଉ ଯୋଉ କୁକର୍ମ ସବୁ କରିଥିଲା ବର୍ତ୍ତମାନ ସେ କୁକର୍ମରୁ ମୁକ୍ତି ବିଜୁ ଜନତା ଦଳ ନିଜେ ପାଇପାରୁନି। ବିଜୁ ଜନତା ଦଳ ସେ ଅତୀତର କୁକର୍ମର ଭୂତ ବି ବିଜୁ ଜନତା ଦଳକୁ ଖାଇ ଗଡ଼ଉଛନ୍ତି। ଆପଣ ଯଦି ଦେଖିବେ ଯେ ଓଡ଼ିଶାରେ ଶିକ୍ଷାକୁ ରସାତଳଗାମୀ କରିବା ପାଇଁ ବିଜୁ ଜନତା ଦଳ ସେତେବେଳେ ବଦ୍ଧପରିକର ହେଇକି କାମ କରୁଥିଲା ଏବଂ ଯେଉଁଭଳି ଭାବେ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଆଣି ଓଡ଼ିଶାର ବିଶ୍ୱବିଦ୍ୟାଳୟ ଗୁଡ଼ିକର ଶିକ୍ଷା ବାତାବରଣକୁ ନଷ୍ଟ କରିଦେବାର ଚକ୍ରାନ୍ତ ବିଜୁ ଜନତା ଦଳ କରିଥିଲା। ବିଜୁ ଜନତା ଦଳ ଓଡ଼ିଶାର ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ହରଣ କରିବା ପାଇଁ ଯୋଉଠି ଚାନ୍ସେଲର ରାଜ୍ୟପାଳଙ୍କର କ୍ଷମତାକୁ ସଂକୁଚିତ କରିକି ଗୋଟେ ହାୟର ଏଜୁକେସନ କାଉନସିଲ ନାଁରେ ଗୋଟେ ସେପରେଟ ବଡି ତିଆରି କରିଥିଲା ଏବଂ ତା ଦ୍ୱାରା ସ୍ୱତନ୍ତ୍ର ଭାବେ ବିଶ୍ୱବିଦ୍ୟାଳୟ ଗୁଡ଼ିକର ନିୟନ୍ତ୍ରଣ ନିଜ ହାତକୁ ନେଇଯାଇଥିଲା। এই ହାୟର ଏଜୁକେସନ କାଉନସିଲର ଅଧ୍ୟକ୍ଷ ଭାବେ କାହାକୁ ନିଯୁକ୍ତି କରିଥିଲା ବିଜୁ ଜନତା ଦଳ? ନା ଅଶୋକ ଦାସଙ୍କ ଭଳି ଜଣେ ରିସର୍ଚ୍ଚ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ଜୀବନ ଯାକରେ କେବେ କୌଣସି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଇ ନଥିବା ଜଣେ ବ୍ୟକ୍ତି ଯାହାଙ୍କୁ ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି କରାଗଲା, ଓଡ଼ିଶାର ସବୁଠୁ ବଡ଼ ବିଶ୍ୱବିଦ୍ୟାଳୟର, ଏବଂ ତାଙ୍କୁ ଆଣିକି ହାୟର ଏଜୁକେସନ କାଉନସିଲର ଅଧ୍ୟକ୍ଷ କରିଦିଆଗଲା। ସେଇ ଅଶୋକ ଦାସ ଯିଏ ବିଜୁ ଜନତା ଦଳ ତତ୍କାଳୀନ ଭୁବନେଶ୍ୱରର ଜଣେ ଏକ ଏମଏଲଏ ଯାଆନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରକୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହଷ୍ଟେଲ ଇନାଗୁରେଟ କରିବା ପାଇଁ, ଅଶୋକ ଦାସ ସେଠି କିପିଂ କରୁଥିବାର ଫଟୋ ବାହାରେ ମାନେ ବୁଲେ। ସେଇ ଅଶୋକ ଦାସ ଯିଏ ବାଣୀବିହାର କ୍ୟାମ୍ପସ ଭିତରେ ଯେତେବେଳେ ଅଶାନ୍ତ ହୋଇପଡ଼େ ସେତେବେଳେ ନିଜେ ବିଜୁ ଜନତା ଦଳ ଏଜେଣ୍ଟ ହିସାବରେ କାମ କରନ୍ତି ଏବଂ ତାକୁ ଆଣିକି ହାୟର ଏଜୁକେସନ କାଉନସିଲର ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଗଲା ଏବଂ ଓଡ଼ିଶାର ଗୋଟେ ଏକ୍ସଟ୍ରା ନନ୍ କନଷ୍ଟିଟ୍ୟୁସନାଲ ବଡି ଫର୍ମେସନ କରିକି ରାଜ୍ୟପାଳଙ୍କର ଯୋଉ ଶକ୍ତି ଥିଲା ଚାନ୍ସେଲର ହିସାବରେ ତାକୁ ଅପହୃତ କରିବାର ଅପଚେଷ୍ଟା କରାଗଲା। କୋଉମାନେ ଏ କଥା କରିଥିଲେ? ଯିଏ ଆଜି ପ୍ରେସମିଟରେ ବସିଛନ୍ତି ସେ ତତ୍କାଳୀନ ସମୟରେ ହାୟର ଏଜୁକେସନ ମିନିଷ୍ଟର ଥିଲେ ଏବଂ ଏଇମାନଙ୍କର ଯୋଉ ଷଡ଼ଯନ୍ତ୍ରର ଶିକାର ଓଡ଼ିଶାର ବିଶ୍ୱବିଦ୍ୟାଳୟ ମାନେ ହେଇଥିଲେ। ଆମେ ନୂଆ ଓ ନାଁରେ ଯେଉଁଭଳି ଭାବେ ନାଚ ଗୀତରେ ମସଗୁଲ କରିକି ସେମିଷ୍ଟର ପରୀକ୍ଷା ବାରମ୍ବାର ବାତିଲ କରିକି ବିଭିନ୍ନ କ୍ୟାମ୍ପସ ମାନଙ୍କରେ ତତ୍କାଳୀନ ତାମିଲ ବାବୁଙ୍କର ଯୋଉ ଦୌରା ହଉଥିଲା ସେ କଥାକୁ ଯଦି ମନେ ପକେଇବା ବିଶ୍ୱବିଦ୍ୟାଳୟ କଲେଜ କ୍ୟାମ୍ପସର ମାହୋଲ ମାନେ ଅଧ୍ୟକ୍ଷ ମାନେ କଲେଜ ପିଲାମାନେ ମଦ ପିଇକି ମାନେ ମଞ୍ଚ ଉପରେ ନାଚିବେ, ବିଭିନ୍ନ ପ୍ରକାର ଅଶାଳୀନ ବେଶ ପୋଷାକ ପିନ୍ଧିକି ଯୋଉମାନଙ୍କୁ ମାନେ ଆପଣ ବାର ଡାନ୍ସର ମାନଙ୍କୁ ନେଇକି କଲେଜ ମାନଙ୍କରେ ସେତେବେଳେ ନଚେଇବାର ଯୋଉ ମାନେ ପରମ୍ପରା ସେତେବେଳେ ସେମାନେ ତିଆରି କରୁଥିଲେ, ଏଇ ସବୁ ଜିନିଷ ପରେ ବିଜୁ ଜନତା ଦଳ ଆଜି ମୁହଁ ଅଛି କହିବା ପାଇଁ। ଆଉ ଶିକ୍ଷା ଏତନର ଗୈରିକକରଣ କଣ ସେମାନେ ବୁଝିଛନ୍ତି? ଗୈରିକକରଣର ଅର୍ଥ ନିଜ ସରକାର ସମୟରେ ଯୋଉ ମାନେ ଡୋନର ଥିଲେ ସ୍କୁଲର ସେମାନେ ଯୋଉ ଭିଜନର ସହିତ ବିଭିନ୍ନ ଜାଗାରେ ଓଡ଼ିଶାର ସ୍କୁଲ କରିଥିଲେ ସେ ସ୍କୁଲ ମାନଙ୍କର ରଙ୍ଗ କଣ ଥିଲା? ଏମାନେ ସବୁ ଜାଗାରେ ନିଜର ରାଜନୈତିକ ଦଳର ରଙ୍ଗ ଗେରୁଆ, ନିଜ ରାଜନୈତିକ ଦଳର ରଙ୍ଗ ଶାଗୁଆ କରିବା ପାଇଁ ସେତେବେଳେ ଚିଠି କଲେ, ନିର୍ଦ୍ଦେଶନାମା ଜାରି କଲେ, ଅଲିଖିତ ନିର୍ଦ୍ଦେଶନାମା ଅନେକ ଜାଗାରେ ହୁଇପ୍ ଜାରି ହେଲା ଏବଂ ସବୁ ଜାଗାରେ ସ୍କୁଲ ମାନଙ୍କର ରଙ୍ଗ ହଠାତ୍ ଶାଗୁଆ ହେଇ ଉଠିଲା, ବିଜେଡିର ପତାକାର ରଙ୍ଗ ହେଇ ଉଠିଲା। ଆଜି ସେମାନେ ଡରୁଛନ୍ତି ଯେ ଶିକ୍ଷାୟତନ ଗୈରିକ ହେଇଯିବ। କଣ ଗୈରିକ ହେଇଯିବା ପାଇଁ ତାଙ୍କର ମାନେ ତାଙ୍କ ପାଖରେ ପ୍ରମାଣ ଅଛି? ସେମାନେ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ସର୍ଟଲିଷ୍ଟିଂ କମିଟି ଅଲରେଡି ତିଆରି ହେଇଛି। ସେଇ ସର୍ଟଲିଷ୍ଟିଂ କମିଟି ଭାଇସ୍ ଚାନ୍ସେଲର ମାନଙ୍କର ଇଣ୍ଟରଭ୍ୟୁ କରୁଛନ୍ତି। ବହୁତ ଗୁଡେ ବିଶ୍ୱବିଦ୍ୟାଳୟର ବୋଧେ ବର୍ତ୍ତମାନ ପର୍ଯ୍ୟନ୍ତ ଚାନ୍ସେଲରଙ୍କ ପାଖରେ ନାଁ ସିଲେକ୍ସନ କରିବାର ପ୍ରକ୍ରିୟା କେବଳ ମାତ୍ର ପେଣ୍ଡିଂ ହେଇକି ଅଛି। ଆଉ କଣ ବିଜୁ ଜନତା ଦଳ ଚାହୁଁଛି ଯେ ବିନା ସର୍ଟଲିଷ୍ଟିଂ କମିଟି ତିଆରି କରିକି? ବିଜୁ ଜନତା ଦଳ ପ୍ରଶ୍ନ କରୁଛି ୟୁଜିସିରୁ କାହିଁକି ଜଣେ ପ୍ରତିନିଧିତ୍ୱ କଲେ? এইভাবে মূর্খ প্রশ্ন বিজেডি করছি। ୟୁଜିସିର ପ୍ରତିନିଧିତ୍ୱ ଏଇଟା ଗୋଟେ ଷ୍ଟାଣ୍ଡାର୍ଡ ରୁଲ, ଏଇଟା ସବୁ ଜାଗାରେ ଅଛି, ପୂର୍ବରୁ ଥିଲା ଅନ୍ୟ ରାଜ୍ୟ ମାନଙ୍କରେ ଅଛି ଆଉ ଓଡ଼ିଶାରେ ଅଛି। ୟୁଜିସିର ପ୍ରତିନିଧି, ସରକାରଙ୍କର ପ୍ରତିନିଧି, ଗଭର୍ଣ୍ଣରଙ୍କ ପ୍ରତିନିଧି, ଏଇ ଜିନିଷ ତ ମାନେ ଗୋଟେ ଷ୍ଟାଣ୍ଡିଂ ରୁଲ। ଏଥିରେ କୌଣସି ବି ପ୍ରକାର ବିଜୁ ଜନତା ଦଳକୁ ବର୍ତ୍ତମାନ ସମୟରେ ସେମାନେ ଯେତେବେଳେ ନିଜର ସତ୍ତା ଶକ୍ତି ହରେଇ ଚାଲିଛନ୍ତି, ଦିନକୁ ଦିନ ତାଙ୍କର ସଂଗଠନ ଭୁଷୁଡ଼ି ଚାଲିଛି, ସେମାନଙ୍କୁ ମିଡିଆରେ ରହିବା ପାଇଁ ଏଇଭଳିଆ କିଛି ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାର ଆବଶ୍ୟକତା ପଡୁଛି ଏବଂ ଯୋଉ ଭଳିଆ ଭାବେ ଶିକ୍ଷାର କ୍ୟାମ୍ପସ ମାନଙ୍କୁ ସେମାନେ ଅରାଜକତାର ଚରାଭୁଇଁ କରିଥିଲେ, ନୂଆ ଓ ନାଁରେ ବାର ଡ୍ୟାନ୍ସର ମାନଙ୍କର ନର୍ତ୍ତକଶାଳା କରିଥିଲେ, ସେଇଭଳି ଭାବେ ଆଜି ସେମାନଙ୍କୁ ଶିକ୍ଷାର ବାତାବରଣ ପୁଣି
ଆଉ ଥରେ फेरी आनिया पई राज्य सरकारଙ୍କର प्रचेष्टा मोहन माझीଙ୍କର प्रचेष्टा तांको पिता लागुची से माने हजम करि पार नाहंती निजे सागवाकरण करी अपदस्थ होआ परे सरकार रो विदा होबा परे आज सेमानकर जेतले सरकार नाही जेतले तांका दलर षडयंत्र अंतकंदल बाहर पड़िची सेतले सेमाने एई भली प्रेसमिट करी सेमाने निजोकू माने केवल प्रासंगिक करी रखियार अपचेष्टा करछन आ किछि नै।